नीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। मन्नाथ श्री जगन्नाथ मद्गुरु श्री जगत मदात्मा सबुबले सबुदिने सबु समस्या आमको सावधान भाव चलने को हम असावधानता जदि आम पाखे रहे ताहले ये समाजर निष्ठुर मनीष माने आमको माछ को चिल झांपी देला भरी आम जीवन दीप को जीवन दीपर अग्नि को चिलिबे देवे। ये किसी समय पूर्व जड़े माँ आज कौन पाखे 1500 टंका भी नहीं सी कहते नाती को जे चाकरी करे सी मागुंट मत 15 लाख टंका दियो देले मु चाकरी सागे सागे कर एइथिरु बुझिबे ठक बिछुआ अन्नंकर वर्तमान समाज केमी धरी रखी आम जब सचेतनता न हवा सी आमको ठगे प्रत्येक कथाटी हूँ तेणु सचेतनता ठारू बड़ कथा किसी ना आम स्वाधीन भारतर मनीष एतिकी सिना आम गर्व करुचु कि भारत वर्ष स्वाधीन हो गला परे केते ठक केते भांडामीर शिकार हो आपण मैंने निजे भावतु एवं से अनुजाई सचेतन आज पार्लियामेंट गणतंत्र मंदिर एसेंब्ली गणतंत्र मंदिर राज्यसभा लोकसभा विधानसभा ये गणतंत्र मंदिर आलोचना माध्यम तर्क माध्यम जुक्ति माध्यम सबु कथा समस्ते बुझीपारे एवं समाधान करें कहार केते भूल से भूलटा आपे आपे मनीष जापर किंतु देखा जाऊँगी ये गणतंत्र मंदिर जो गणतंत्र मंदिर दिने सृष्टि होता शांतिमय सेठी मध्य गाँ गहली गंडगोल भली हाथाहाथी हवा ठारू धमक समक कथा पर्यंत जाऊँगी लोके कौन शिखे गणतंत्र मंदिर थरतु आम हेलु कीर्तनिया आम गणतंत्र मंदिर को गोटे मृदंग आ गिनी नहीं बजेबू यहाँ कौन प्रतिवाद स्वर है जो आम बजेबू से कथार उपस्थापना कले केते भल हाँ आम कीर्तनिया मृदंग गिनी बजेबू धरतु पालाकार मान जी से झांझ बजेबे दासकाठी वाला जीवे काठी बजेबे जो मैंने बैंड पार्टी कर
ସେ ଯଦି ଗୋଟେ କିଛି ଷ୍ଟ୍ରାଇକ୍ କଲେ ସେ ଯାଇକି ପାର୍ଲାମେଣ୍ଟ ଏସେମ୍ବଲି ଭିତରେ ବାଜା ବଜେଇବେ, ପାଲା ଯିବେ, ପାଲା କରିବେ। ଏ କଥା ହଉ ଇସଲାମ ଭାଇମାନେ ଏ ଧର୍ମ ନିରପେକ୍ଷ ରାଷ୍ଟ୍ରର ରହିରେ ସେ ତାଙ୍କର ବସି ନମାଜ ପଢ଼ିବେ। ଖ୍ରୀଷ୍ଟିଆନ ଭାଇମାନେ ବାଇବେଲ ପଢ଼ିବେ, ବେଲ ବଜେଇବେ। ତାହେଲେ ଯେଉଁ ଲୋକମାନଙ୍କ ପାଇଁ ଏସେମ୍ବଲି ସୃଷ୍ଟି, ଗଣତନ୍ତ୍ର ମନ୍ଦିର ସୃଷ୍ଟି, ସେଠି ଏମିତିକିଆ ପରିସ୍ଥିତି ସୃଷ୍ଟି କରି ସମୟ ନଷ୍ଟ କରିବା ନା ଗୋଟେ ସ୍ୱତନ୍ତ୍ର ସମାଧାନର ବାଟ କରିବା? ସରକାରଙ୍କୁ ବିରୋଧୀ ଦଳ ପଚାରିବ ବା ପ୍ରସ୍ତାବ ଦେବ, ଏ କଥାଟା ହେଲା କାହିଁକି? ସେ ତାର ଯଥେଷ୍ଟ ଉତ୍ତର ନ ଦେଇପାରିଲେ ନିଜେ ଲଜ୍ଜିତ ହେବେ। ଘଣ୍ଟା ସଂଖ୍ୟାର କ'ଣ ଆବାଜ? ସ୍ପିକରଙ୍କର ସିଟ୍ଟା ହେଉଛି ଗୋଟେ ଗଣତନ୍ତ୍ରର ମାନ୍ୟତା। ତା ଉପରକୁ ବାରମ୍ବାର ଦେଇ ମାଇକି ଭାଙ୍ଗିବା, ତାଦ୍ୱାରା ଲୋକମାନଙ୍କ ଉପରେ ପ୍ରଭାବ ଭଲ ପଡ଼ୁନାହିଁ। ଭଲ କଥା କହୁଥିଲେ ବି ଅନେକ ଲୋକ ତାକୁ ଭୁଲ ବୁଝୁଛନ୍ତି। ସେଇଭଳି ଆଜି ଆମ ପାରିବାରିକ ଜୀବନରେ ବାପା କ'ଣ କହୁଛନ୍ତି ମା ବୁଝିବା ପାଇଁ ପ୍ରସ୍ତୁତ। ସେ ତାର ଗୋଟିଏ ପୁଅକୁ ଆବରିକି ରଖି ସେଇ ପୁଅଟି ଯାହା କହିବ ମାର ସେଇଆ। ମା ଯେତେବେଳେ ଗୋଟିଏ ପୁଅ ସପକ୍ଷରେ କହି ବାପା ଆଉ ଗୋଟିଏ ପୁଅ ସପକ୍ଷରେ, ଯେଉଁ ବୋହୂମାନେ ଆସିବେ ସେ ସବୁ କିଏ ମାନେ ନିଜ ଆଡ଼କୁ ଧରିବେ। ଗୋଟିଏ ବୋହୂ ତାର 3-4 ବର୍ଷର ଛୁଆଟିକି ଧରି ତାର ବାପ ଘରକୁ ଚାଲିଗଲା। ଆଇନ ନାହିଁ, ପୁଅ ବାପ ପାଖରେ ରହିବ। ସେ କେଉଁଦିନ 18 ବର୍ଷ ହେବ ପୁଅ ଆସିକି ରହିବ ଆମ ପାଖରେ। ବାପ କାନ୍ଦୁଛି, ଆଉ ବିବାହ ହେବାକୁ ସେ ଚାହୁଁନି। ମାଲି ମକଦ୍ଦମାରେ 1000 ଟଙ୍କା ଖର୍ଚ୍ଚ ହେଉଛି। ଏଇଥିରୁ ବୁଝନ୍ତି ଭୁଲଟା କ'ଣ? କାହିଁକି ଯଦି ତୁମେ ଆସିବ ନାହିଁ, ତୁମେ ତୁମର ବର୍ଷ କ'ଣ ନେଇକି ଯାଅ, କି ଯାହା କରୁଛ କର, ଜଣଙ୍କୁ ବାଟ ଛାଡ଼ି ଦିଅ, ସେ ତା ବାଟରେ ଯାଉ, ତୁମେ ତୁମ ବାଟରେ ଯାଅ। କିନ୍ତୁ ମଣିଷ ଆଜି ଏତେ ଅଶାନ୍ତିଆ, ଆମେ କହୁଛେ ଗଞ୍ଜେଇ ମଦ ସବୁ ଅଶାନ୍ତି, ମଣିଷ ଭିତରେ ଯେଉଁ ନିଷ୍ଠୁରତା, ଯେଉଁ ଅହଙ୍କାର ରହିଛି, ସିଏ ଗଞ୍ଜେଇ ଫଞ୍ଜେଇ ମଦ ଠାରୁ ଆହୁରି ଭୟଙ୍କର। ସିଏ ମଦ ଯିଏ ପିଇବ ସେ ଦୁନିଆରେ କାହାକୁ ମାନିବ? ଜଣେ ନିଶା ଖାଇ ଭୁଲ କରୁଛି, ନିଶା କମିଗଲେ ତା ଭୁଲଟା ସେ ବୁଝିପାରୁଛି। ଇଏ ନିଶା ଆଉ କମିବାର ନାହିଁ। ଭାଇରେ ଗୋଟେ କଜିଆ ଲାଗିଲା। ମୁଁ ଯାହା କହୁଛି ସବୁ ସତ କଥା କହୁଛି। ଭାଇରେ କଜିଆ ଲାଗିଲା। ମା ବୁଢ଼ୀଟି ଅଛି, 80 ବର୍ଷର ବୁଢ଼ୀଟି। ସେ ଭଲ ହେଇପାରେ, ମନ୍ଦ ହେଇପାରେ, କଳଗୁରି ହେଇପାରେ, ଲକ୍ଷ୍ମୀ ହେଇପାରେ। ସେ ତା ବାରାନ୍ଦାରେ ବସିଛି। ତମେ ଯେତେବେଳେ ଗଣ୍ଡଗୋଳଟା କରିବ, ସେ ନିଶ୍ଚୟ ପଦେ କହିବ। ତୁମେ ତାରି ପେଟ ଭିତରେ ରହି ତାକୁ ପାଦ ପ୍ରହାର କରିଛ। ଏଇ କଥାରେ କ'ଣ ବୋଉକୁ କଥାରେ ଶାସନ କରି ହେବନି? ଶାସନ ଶବ୍ଦରେ ବୋଉ ପାଖରେ ନଥାଏ। ତୁମେ ଚାପୁଡ଼ାଟା ମାଇଲ, କେଇ ଜନ୍ମ ପାଇଁ ସେ ପାପକୁ ନେଲ? କେତେ ଜନ୍ମ ପାଇଁ ସେ ପାପ କଲ?
ସେଇ ଚାପୁଡ଼ାର ରିଆକ୍ସନରେ ମା ଚାଲିଗଲା, ମାନେ ମୃତ୍ୟୁବରଣ କଲା। ସବୁଦିନ ପାଇଁ ତୁମେ ସମାଜରେ ନିନ୍ଦିତ ହେଲ, କଳୁଚିତ ହେଲ। ତୁମକୁ ଲୋକ ଦେଖିଲେ ପଛରେ କହିବେ ଇଏ ମରା ମଣିଷଟା ଯାଉଛି। ଏ ପାପକୁ କିଏ ପ୍ରାୟଶ୍ଚିତ କରିବ? ଭାବେ ଆମେ ପୁରୀ ଯାଇକି ମୁକ୍ତିମଣ୍ଡପରେ ପ୍ରାୟଶ୍ଚିତ କରିବୁ, ସେ କଥା ବି ନୁହେଁ। ତେଣୁ ସେତିକି କଥା ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି। ସଚେତନ ହେଉଛି ପ୍ରକୃତ ଶାସ୍ତ୍ର। ଖାଲି ଆଇନ କରିଦେଲେ ହେବନି, ସଚେତନତା ହେବାକୁ ପଡ଼ିବ। ବାଟଟା କେଉଁ ବାଟଟା ଭୁଲ, କେଉଁ ବାଟଟା ଠିକ୍, ତାକୁ ସ୍ଥିର କରିବାକୁ ପଡ଼ିବ। ସେ ବାଟରେ ଯେଉଁମାନେ ଯାଇଛନ୍ତି କ'ଣ ପାଇଛନ୍ତି ତାକୁ ମଧ୍ୟ ଜାଣିବାକୁ ପାଇବ। ଆଜିର ଏହି ପବିତ୍ର ସକାଳ ସଚେତନତାର ମନ୍ତ୍ରରେ ଦୀକ୍ଷିତ ହେବା ପାଇଁ ବଢ଼ିଆ ପ୍ରାର୍ଥନା କରୁଛି। ଗ୍ରୀଷ୍ମ ଋତୁ ହେଲେ ବି ଗଛ ଲଗାଅ ଏବଂ ବଞ୍ଚାଅ। ଆଉ ସବୁ ଯେଉଁ କଥା ମୁଁ ସନ୍ଧ୍ୟାବେଳେ ଆମର ପ୍ରୋଗ୍ରାମ୍ ଅଛି, କଂସର ଗ୍ରାମରେ ଗୋଟେ ପ୍ରୋଗ୍ରାମ୍ ଅଛି, ସେଇଠୁ ଆପଣମାନେ ବହୁତ କଥାଟି ଏଇଠି ରଖିବା। ଜୟ ଶ୍ରୀ ସୁଅ ରାଜା ଜୟ ସତ୍ୟ ଜୟ ଶ୍ରୀ ଶିବ ରାଜା ଜୟ ସତ୍ୟ Rayo